हाय पिलामाने समस्तଙ୍କୁ ଓଡ଼ିଆ ସାର୍ ଓଏଭି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଏହି ଭିଡ଼ିଓଟି ନବମ ଶ୍ରେଣୀ ପିଲାମାନଙ୍କ ପାଇଁ ନବମ ଶ୍ରେଣୀ ଓଡ଼ିଆ ବିଷୟର ସମସ୍ତ ପଦ୍ୟ ଗଦ୍ୟ ଗଳ୍ପ ଓ ଏକାଙ୍କିକା ବିଭାଗର ଗୁରୁତ୍ୱପୂର୍ଣ୍ଣ 100ଟି ଏମସିକ୍ୟୁ ପ୍ରଶ୍ନ ଆମେ ଆଲୋଚନା କରିବା। ଆଗାମୀ ପରୀକ୍ଷାମାନଙ୍କରେ ବହୁତ ସହାୟକ ହେବ ବୋଲି ମୁଁ ଆଶା କରୁଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିଦେବ, କେମିତି ଲାଗିଲା କମେଣ୍ଟରେ ଜଣାଇବ। ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବ। ଓଡ଼ିଆ ସାର୍ ଓଏଭି ହ୍ୱାଟ୍ସଆପ୍ ଚ୍ୟାନେଲକୁ ଫଲୋ କରିନଥିଲେ ଡେସ୍କ୍ରିପ୍ସନରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରି ତୁମେ ଫଲୋ କରିପାରିବ। ଚାલો ଆମେ ଭିଡ଼ିଓଟି ଆରମ୍ଭ କରିବା। ମହୋଦଧି ତଟଦେଶ କେଉଁ ବୃକ୍ଷରେ ଶୋଭା ପାଉଅଛି? ନଡ଼ିଆ ଗଛ, ବରଗଛ, ଶାଳ ପିଆଶାଳ ଗଛ, ତାଳ ତମାଳ। ଉତ୍ତର ହେବ ତାଳ ତମାଳ। ପରବର୍ତ୍ତୀ ପ୍ରଶ୍ନ, ଉତ୍କଳର ଆକାଶ କାହାର କଳରବରେ ମୁଖରିତ? ସୁନ୍ଦର ବିହଙ୍ଗକୂଳ, ଶାଗୁଣା ଉଚିଲ, କାକ କୋକିଳ, ସଞ୍ଚାଣ। ଉତ୍ତର ହେବ ସୁନ୍ଦର ବିହଙ୍ଗକୂଳ। ପରବର୍ତ୍ତୀ ପ୍ରଶ୍ନ, ବନ୍ଦେ ଉତ୍କଳ ଜଣେ କେବେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଲା? 2020, 1920, 1903, 1936। ଉତ୍ତର ହେବ 2020। ଉତ୍କଳର ଚକ୍ଷୁ କାହାର ପ୍ରଦର୍ଶନରେ ଉଦ୍ଭାସିତ? ଯାଦୁ, ସୁଖ, ଶାନ୍ତି, ଜ୍ଞାନ ବିଜ୍ଞାନ, ମନୋରଞ୍ଜନ। ଉତ୍ତର ହେବ ଜ୍ଞାନ ବିଜ୍ଞାନ। କେଉଁଥିରେ ଉତ୍କଳ ଜନନୀ ପବିତ୍ରା? ଶତ୍ରୁ ରକ୍ତରେ, ଯୋଗୀ ଋଷିଙ୍କ କୁଟୀରରେ, ଶୀତଳ ପବନରେ, ସମୁଦ୍ର ପାଣିରେ। ଉତ୍ତର ହେବ ଯୋଗୀ ଋଷିଙ୍କ କୁଟୀରରେ। କୃଷ୍ଣ ତାଙ୍କ ପିତାଙ୍କୁ କ'ଣ ମାଗନ୍ତି? ଆକାଶର ଚନ୍ଦ୍ର, ପୋଖରୀର ପଦ୍ମ, ସୂର୍ଯ୍ୟ, ଲବଣୀ। ଉତ୍ତର ହେବ ଆକାଶର ଚନ୍ଦ୍ର। ଚନ୍ଦନ, ଅଗୁରୁ, କସ୍ତୁରୀ, କୁଙ୍କୁମଙ୍କୁ କ'ଣ କୁହାଯାଏ? ଚତୁର୍ଲେପ, ଚତୁଃସମ, ଚତୁର୍ଦ୍ରବ୍ୟ, ଚତୁଃରସ। ଉତ୍ତର ହେବ ଚତୁଃସମ। କୃଷ୍ଣ ଶୋଇଥିବା ବେଳେ ଚମକି ଉଠିଥିଲା କାହିଁକି? ଭୟଙ୍କର ସ୍ୱପ୍ନ ହେତୁ, ରୋଗ ହେତୁ, କ୍ଳାନ୍ତ ହେତୁ, ଜ୍ୱର ହେତୁ। ଉତ୍ତର ହେବ ଭୟଙ୍କର ସ୍ୱପ୍ନ ହେତୁ। ଯଶୋଦା କୃଷ୍ଣଙ୍କ ଆଖିରେ କ'ଣ ଲଗାଇ ଦିଅନ୍ତି? ଅଗୁରୁ, ଚନ୍ଦନ, ଅଞ୍ଜନ, କୁଙ୍କୁମ। ଉତ୍ତର ହେବ ଅଞ୍ଜନ। କାହା ମୁଖ ଅନାଇ ବଞ୍ଚିବି କବିତାର କବି କିଏ? ଦୀନବନ୍ଧୁ ଦାସ, ଜଗନ୍ନାଥ ଦାସ, ଭକ୍ତଚରଣ ଦାସ, ମଧୁସୂଦନ ରାଉ। ଉତ୍ତର ହେବ ଭକ୍ତଚରଣ ଦାସ। କାହା ମୁଖ ଅନାଇ ବଞ୍ଚିବି କବିତାଟି କେଉଁ କାବ୍ୟର ଅଂଶବିଶେଷ? ମଥୁରା ମଙ୍ଗଳ, ଲାବଣ୍ୟବତୀ, ଗୋପମଙ୍ଗଳ, ଦ୍ୱାରିକା ମଙ୍ଗଳ। ଉତ୍ତର ହେବ ମଥୁରା ମଙ୍ଗଳ। ପଦ୍ମ କବିତାଟି କବିଙ୍କ କେଉଁ ପୁସ୍ତକରୁ ସଂଗୃହୀତ? କୁସୁମାଞ୍ଜଳି, ଛାନ୍ଦମାଳା, ବସନ୍ତ ଗାଥା, କବିତାବଳୀ। ଉତ୍ତର ହେବ ଛାନ୍ଦମାଳା। ସରସୀର ଜଳ କେଉଁ ବର୍ଣ୍ଣ ଧାରଣ କରିଛି? ସୁନୀଳ, ସୁଶ୍ୟାମଳ, ସୁଧବଳ, ସୁଲାଳ। ଉତ୍ତର ହେବ ସୁନୀଳ। ସୂର୍ଯ୍ୟ ପଦ୍ମ ମୁଖରେ କ'ଣ ଢାଳନ୍ତି? ଅମୃତ, ଜ୍ୟୋତିଧାରା, ପିୟୁଷ, ଶ୍ରଦ୍ଧା, ସ୍ନେହ। ଉତ୍ତର ହେବ ଜ୍ୟୋତିଧାରା। କବି କାହାକୁ ପିୟୁଷ ସହିତ ତୁଳନା କରିଛନ୍ତି? ଶୁଭ୍ର ରଶ୍ମି, ଶୁଭ୍ର ଦୀପ୍ତି, ଶୁଭ୍ର ଜ୍ୟୋତିଧାରା, ଶୁଭ୍ର ଆଲୋକ। ଉତ୍ତର ହେବ ଶୁଭ୍ର ଜ୍ୟୋତିଧାରା। ପଦ୍ମ ହସ ହସ ବଦନରେ କାହାକୁ ଅନାଇ ରହିଥାଏ? ନିଶାକରଙ୍କୁ, କ୍ଷମାକରଙ୍କୁ, ଦିବାକରଙ୍କୁ, ହିମାକରଙ୍କୁ। ଉତ୍ତର ହେବ ଦିବାକରଙ୍କୁ। କବି ପଦ୍ମକୁ କାହାର ଉପମା ସ୍ଥଳ ବୋଲି ବର୍ଣ୍ଣନା କରିଛନ୍ତି? ପ୍ରେମିକର, ସୌନ୍ଦର୍ଯ୍ୟର, ଭକ୍ତର, ସର୍ବଶୋଭାର। ଉତ୍ତର ହେବ ସର୍ବଶୋଭାର। କେଉଁ ଜୀବନର ଆକର୍ଷଣୀୟ ଶକ୍ତି ପ୍ରତିକ୍ଷଣ ତଳକୁ ଉଡାରୁଅଛି? ବ୍ୟକ୍ତିଗତ ଜୀବନ, ସ୍ୱର୍ଗୀୟ ଜୀବନ, ଜାତୀୟ ଜୀବନ, ପାର୍ଥିବ ଜୀବନ। ଉତ୍ତର ହେବ ପାର୍ଥିବ ଜୀବନ। ଜଳର ଜାତୀୟ ଗୁଣ କ'ଣ? ସ୍ଥିର ଗତି, ନିମ୍ନ ଗତି, ଊର୍ଧ୍ୱ ଗତି, ଶୀଘ୍ର ଗତି। ଉତ୍ତର ହେବ ନିମ୍ନ ଗତି। ଜଗତ ଚକ୍ଷୁରେ କାହାର ମୂଲ୍ୟ ନିରନ୍ତର ବୃଦ୍ଧି ପାଉଛି? ମାନବ ଜାତିର, ଓଡ଼ିଆ ଜାତିର, ଭାରତୀୟ ଜାତିର, ଜାପାନୀ ଜାତିର। ଉତ୍ତର ହେବ ଜାପାନୀ ଜାତିର। ଆମ୍ଭେ ସବୁବେଳେ କାହାର ଟେକ ରଖି କାର୍ଯ୍ୟ କରିବା ଉଚିତ? ଜାତୀୟ ଜୀବନର, ସ୍ୱର୍ଗୀୟ ଜୀବନର, ବ୍ୟକ୍ତିଗତ ଜୀବନର, ପାର୍ଥିବ ଜୀବନର। ଉତ୍ତର ହେବ ଜାତୀୟ ଜୀବନର। ଉତ୍କଳ ସମ୍ମିଳନୀ କେଉଁ ମସିହାରେ ଗଠିତ ହୋଇଥିଲା? 1803, 1903, 1947, 1936। ଉତ୍ତର ହେବ 1903। ପ୍ରାବନ୍ଧିକ ବନ୍ଦ ଆଖିରେ ଅନ୍ୟ ଜାତିଙ୍କର କ'ଣ ଦେଖିବାକୁ କହିଛନ୍ତି? ଗୁଣ, ସୁକର୍ମ, କୁକର୍ମ, ଦୋଷ। ଉତ୍ତର ହେବ ଦୋଷ। ପ୍ରକୃତିରେ ଜାତୀୟ ସମସ୍ୟା ଭାରତ ପକ୍ଷେ କ'ଣ? ଅଚିନ୍ତନୀୟ, ବିତର୍କର ବିଷୟ, ବଡ଼ ଗୁରୁତର, ସମାଧାନ ବିହୀନ। ଉତ୍ତର ହେବ ବଡ଼ ଗୁରୁତର। ଆଜି ଭାରତରେ କେଉଁ ସ୍ୱାତନ୍ତ୍ର୍ୟ କ୍ରମେ ନଷ୍ଟ ହୋଇଯାଉଅଛି? ବୈଷୟିକ, ସାଂସ୍କୃତିକ, ପ୍ରାଦେଶିକ, ମୌଳିକ। ଉତ୍ତର ହେବ ପ୍ରାଦେଶିକ। ନାନାବିଧ ଲୋକଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେଲେ ସମସ୍ତଙ୍କୁ କ'ଣ ଗ୍ରହଣ କରିବାକୁ ହେବ? ସେହି ଦେଶର ସଂସ୍କୃତି, ସେହି ଦେଶର ପରମ୍ପରା, ସେହି ଦେଶର ଭାଷା, ସେହି ଦେଶର ଭାବ। ଉତ୍ତର ହେବ ସେହି ଦେଶର ଭାଷା। କାହା ସଙ୍ଗରେ ଆର୍ଯ୍ୟର ସଂଘର୍ଷ ହେଲା? ନିଗ୍ରୋ, ତିବ୍ବତୀୟ, ଦ୍ରାବିଡ଼, ମଙ୍ଗୋଲୀୟ। ଉତ୍ତର ହେବ ଦ୍ରାବିଡ଼। ମାନବ ପ୍ରାଣର ମିଳନ ପକ୍ଷେ ଏକମାତ୍ର ପନ୍ଥା କ'ଣ? ପ୍ରାଦେଶିକ ଏକତା, ଚଳନୀଗତ ଏକତା, ସଂସ୍କୃତିର ଏକତା, ଭାଷାର ଏକତା। ଉତ୍ତର ହେବ ଭାଷାର ଏକତା।
ଭାଷା ଓ ଜାତୀୟତା ପ୍ରବନ୍ଧର ପ୍ରାବନ୍ଧିକ ନାମ କ'ଣ? ଗୋଲକ ବିହାରୀ ଦଳ, ମଧୁସୂଦନ ଦାସ, ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ। ଉତ୍ତର ହେବ ଗୋପବନ୍ଧୁ ଦାସ। ରୁଷିଆର କର୍ଣ୍ଣଧାର ଡେସ୍ ଥିଲେ? ମଚିପିଲା, ଈଶ୍ୱରଚନ୍ଦ୍ର, ମୁସୋଲିନ୍, ଷ୍ଟାଲିନ୍, ହିଟଲର। ଉତ୍ତର ହେବ ଷ୍ଟାଲିନ୍। ବର୍ତ୍ତମାନ ମାଟ୍ରିକୁଲେସନ ପରୀକ୍ଷାର ନାମ ସେ କାଳରେ କ'ଣ ଥିଲା? ଏଣ୍ଟ୍ରାନ୍ସ, ମ୍ୟାଟ୍ରିକ୍, ସ୍ନାତକ, ମାଇନର। ଉତ୍ତର ହେବ ଏଣ୍ଟ୍ରାନ୍ସ। କଟକର ସେ ସମୟର ଖ୍ୟାତନାମା ଓକିଲ କିଏ ଥିଲେ? ରାମକୃଷ୍ଣ ବୋଷ, ଦୁର୍ଗା ବଲ୍ଲଭ ବୋଷ, ଶଶୀ ବଲ୍ଲଭ ବୋଷ, ହରିବଲ୍ଲଭ ବୋଷ। ଉତ୍ତର ହେବ ହରିବଲ୍ଲଭ ବୋଷ। ଋତୁ ସମୟରେ ପିଣ୍ଡ ଦେବାକୁ କିଏ ଯୋଗ୍ୟ ବିବେଚିତ ହୋଇଥାଏ? କନ୍ୟା, ଜାମାତା, ବଧୂ, ପୁତ୍ର। ଉତ୍ତର ହେବ ପୁତ୍ର। ପ୍ରାବନ୍ଧିକ ଅନ୍ଧୁଣୀ ବୁଢ଼ୀମାଙ୍କ ପାଇଁ ଅନ୍ଧ ଲୋଡି କିଏ ଥିଲେ? ପୁଅ, ଲେଖକ ମା, ନିଜେ ପ୍ରାବନ୍ଧିକ, ନାତୁଣୀ। ଉତ୍ତର ହେବ ନାତୁଣୀ। କେଉଁ ଦିନ ଶଙ୍ଖାରୀ ବୁଢ଼ା ତା ମା ପାଇଁ ଆସମାନ୍ତାର ଶଙ୍ଖା ଆଣିବ ବୋଲି ସ୍ଥିର କଲା? ମକର ସଂକ୍ରାନ୍ତି, ପଣା ସଂକ୍ରାନ୍ତି, ରଜ ସଂକ୍ରାନ୍ତି, ଧନୁ ସଂକ୍ରାନ୍ତି। ଉତ୍ତର ହେବ ରଜ ସଂକ୍ରାନ୍ତି। ବହୁଡ଼ି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼ାଇ ନଥିଲା କାହିଁକି? ଶାଶୁଙ୍କ ସମ୍ମତି ନଥିବାରୁ, ଭୟରେ, ଲଜ୍ଜା ହେତୁ, ଅପସନ୍ଦ ହେବାରୁ। ଉତ୍ତର ହେବ ଲଜ୍ଜା ହେତୁ। କେଉଁ ମାସରେ ଶଙ୍ଖାରୀ ବୁଢ଼ା ମୁଣ୍ଡରେ ଶଙ୍ଖା ବୋଝ ଧରି ଗାଁ ଦାଣ୍ଡରେ ଯାଉଥିଲା? ଫଗୁଣ, ଚୈତ୍ର, ବୈଶାଖ, ଜ୍ୟେଷ୍ଠ। ଉତ୍ତର ହେବ ଫଗୁଣ। ଗାଁ ମୁଣ୍ଡରେ ଥିବା ଘରଟି କିପରି ଘର ଥିଲା? ଛାତି ଘର, ପକ୍କା ଘର, ଟାଇଲ ଘର, ସାତ ଶ୍ରେଣିଆ ଛପର ଘର। ଉତ୍ତର ହେବ ସାତ ଶ୍ରେଣିଆ ଛପର ଘର। ତାର ମାର କେଉଁ ଶଙ୍ଖା ଉପରକୁ ମନ ବୋଲି ବୁଢ଼ାଟି ଭାବିଲା? ଆସମାନ୍ତାରା, ବିଛାମାଳିଆ, ଚୂନ ଟିପି, ବଉଳ ଫୁଲିଆ। ଉତ୍ତର ହେବ ଆସମାନ୍ତାରା। ଜୟଧ୍ୱନି କରି ଚାଲିଥିବା ବିରାଟ ପଟୁଆର ହାତରେ କ'ଣ ଧରିଥିଲା? ଲାଠି, ବିଦ୍ରୋହର ଧ୍ୱଜା, ବୋମା, ସ୍ୱାଧୀନ ଭାରତର ତ୍ରିରଙ୍ଗା। ଉତ୍ତର ହେବ ସ୍ୱାଧୀନ ଭାରତର ତ୍ରିରଙ୍ଗା। ପଟୁଆର ଅଗ୍ରଣୀ କିଏ ଥିଲେ? ପୁତ୍ର ଅରୁଣ, ନାତି ବିଜୟ, ପୁତ୍ର ବିଜୟ, ପତ୍ନୀ ହେମମାଳା। ଉତ୍ତର ହେବ ନାତି ବିଜୟ। ରାୟବାହାଦୁରଙ୍କ ପୁତ୍ରବଧୂଙ୍କ ନାମ କ'ଣ? ହେମମାଳା, କମଳା, ଅପର୍ଣ୍ଣା, ବିମଳା। ଉତ୍ତର ହେବ ଅପର୍ଣ୍ଣା। ସମ୍ରାଟଙ୍କୁ କାହିଁକି ସନନ୍ଦ ପ୍ରଦାନ କରାଯାଇଥିଲା? ବ୍ରିଟିଶ ସିଂହାସନ ପ୍ରତି ଅନୁରକ୍ତି ପାଇଁ, ବୀରତ୍ୱ ପାଇଁ, ଅତୁଳନୀୟ ବୃଦ୍ଧି ପାଇଁ, ନିଜର ପାଣ୍ଡିତ୍ୟ ଯୋଗୁଁ। ଉତ୍ତର ହେବ ବ୍ରିଟିଶ ସିଂହାସନ ପ୍ରତି ଅନୁରକ୍ତି ପାଇଁ। ଏ ଦେଶ ଆମର, ବ୍ରିଟିଶ ଗୋଲାମ ପାଇଁ ସ୍ଥାନ ଏଠି ନାହିଁ, ଏ କଥା କିଏ କହିଥିଲେ? ଅପର୍ଣ୍ଣା, ଅରୁଣ, ବିଜୟ, ହେମମାଳା। ଉତ୍ତର ହେବ ବିଜୟ। ସାଧୁ ଯୋଗ ଉଦ୍ୟମ ସନ୍ଧି କଲେ କ'ଣ ହେବ? ସାଧୁଦ୍ୟମ। ଶୁଦ୍ଧଟା କ'ଣ ହେବ? ଅପସନ୍ ସି। ମହେନ୍ଦ୍ର ଶବ୍ଦର ସନ୍ଧି ବିଚ୍ଛେଦ କ'ଣ? ମହତ ଯୋଗ ଇନ୍ଦ୍ର, ମହଯୁକ୍ତ ଇନ୍ଦ୍ର, ମହାଯୁକ୍ତ ଇନ୍ଦ୍ର, ମହାନ ଯୁକ୍ତ ଇନ୍ଦ୍ର। ଉତ୍ତର ହେବ ମହାଯୋଗ ଇନ୍ଦ୍ର, ମହେନ୍ଦ୍ର। ଜନୈକ ଶବ୍ଦର ସନ୍ଧି ବିଚ୍ଛେଦ କଲେ କ'ଣ ହେବ? ଜନଯୁକ୍ତ ଏକ, ଜନଯୁକ୍ତ ଇକ, ଜନଯୁକ୍ତ ଏକ, ଜୈନଯୁକ୍ତ ଏକ। ଉତ୍ତର ହେବ ଜନଯୁକ୍ତ ଏକ, ଜୈନିକ। ପରସ୍ପର ସନ୍ନିହିତ ପୂର୍ବ ପଦର ଶେଷ ବର୍ଣ୍ଣ ଓ ପର ପଦର ପ୍ରଥମ ପଦର ମିଳନକୁ କ'ଣ କହନ୍ତି? ଉତ୍ତର ହେବ ସନ୍ଧି। ଗାୟକ ଡ୍ୟାଶ ଯୁକ୍ତ ଡ୍ୟାଶ ସମାନ ଗାୟକ ହୋଇଥାଏ। ଗଇ ଯୁକ୍ତ ଅକ, ଗାୟ ଯୁକ୍ତ ଅକ, ଗଇ ଯୁକ୍ତ ଅକ, ଗା ଯୁକ୍ତ ୟକ। ଉତ୍ତର ହେବ ଗଇ ଯୁକ୍ତ ଅକ। ଉଜ୍ଜ୍ୱଳର ସନ୍ଧି ବିଚ୍ଛେଦ କ'ଣ ହେବ? ଚାରୋଟି ଅପସନ୍ ମଧ୍ୟରେ ସଠିକ ହେବ ଉଦ୍ ଯୁକ୍ତ ଜ୍ୱଳ। କୁଳବଧୂ ମାନଙ୍କୁ କେଉଁ ସ୍ଥାନରେ ଆସି ଛିଡ଼ା ହେବାକୁ କବି ନିବେଦନ କରିଛନ୍ତି? ଗବାକ୍ଷ ନିକଟରେ, ଶ୍ମଶାନରେ, ନଦୀ କୂଳେ, ଗଛ ତଳେ। ଉତ୍ତର ହେବ ଗବାକ୍ଷ ନିକଟରେ। ଗୋପପ୍ରାଣ କବିତାର କବି କିଏ? ବିଦ୍ୟୁପ୍ରଭା ଦେବୀ, ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ମାୟାଧର ମାନସିଂହ। ଉତ୍ତର ହେବ ମାୟାଧର ମାନସିଂହ। କେଉଁ ପରୀକ୍ଷାରେ ବିଜୟ ହୋଇ ବୀରତ୍ୱର ଟୀକା ଲାଭ କରିବାକୁ କବି କହିଛନ୍ତି? ଦେବତ୍ୱ, ରାଜତ୍ୱ, ପଶୁତ୍ୱ, ଦେବତ୍ୱ, ମାନବତ୍ୱ, ଦେବତ୍ୱ, ପଶୁତ୍ୱ, ଦାନବତ୍ୱ। ଉତ୍ତର ହେବ ପଶୁତ୍ୱ ଦେବତ୍ୱ ପରୀକ୍ଷାରେ। ମନ୍ଦିରର ପୂଜକ ଆର ଜନ୍ମରେ କେଉଁ ଭାବରେ ଜନ୍ମ ଲାଭ କରେ ବୋଲି ଭଗବାନଙ୍କୁ ପ୍ରାର୍ଥନା କରିଛି? ଚକ୍ଷୁହୀନ, ହସ୍ତହୀନ, ପଶୁ, ଜିହ୍ୱାହୀନ। ଉତ୍ତର ହେବ ଜିହ୍ୱାହୀନ। ପ୍ରାବନ୍ଧିକଙ୍କ ଜୀବନର ପ୍ରଥମ କେତେ ବର୍ଷ ଅଣେହଜ ଅବସ୍ଥାରେ ବିତିଥିଲା? 8 ବର୍ଷ, 9 ବର୍ଷ, 10 ବର୍ଷ, 11 ବର୍ଷ। ଉତ୍ତର ହେବ 10 ବର୍ଷ। କବି କଲମକୁ କ'ଣ ବୋଲି ସମ୍ବୋଧନ କରିଛନ୍ତି? ମହାଦ୍ରୋହୀ, ଚିର ବିପ୍ଳବୀ, ମହାନ ବିପ୍ଳବୀ, ଚିର ବିଦ୍ରୋହୀ। ଉତ୍ତର ହେବ ଚିର ବିପ୍ଳବୀ। ଗାନ୍ଧୀଜୀ କେଉଁ ପତ୍ରିକାରେ ନ୍ୟାସୀ ତତ୍ତ୍ୱ ଉପସ୍ଥାପିତ କରିଥିଲେ? ସମ୍ବାଦ, ହରିଜନ, ଧରିତ୍ରୀ, ସମାଜ। ଉତ୍ତର ହେବ ହରିଜନ। କେଉଁମାନଙ୍କର ବଚନକୁ କଲମ ଧରି ରଖିଛି? ଗୌତମ ଶଙ୍କର ଯୀଶୁ, କବିକୁଳ, ସ୍ୱାଧୀନତା ସଂଗ୍ରାମୀ, ଦାର୍ଶନିକ। ଉତ୍ତର ହେବ ଗୌତମ ଶଙ୍କର ଯୀଶୁ। ଆମ ଦେଶରେ ଆଧ୍ୟାତ୍ମିକ ସଂସ୍କୃତି କିଏ ସୃଷ୍ଟି କରିଥିଲେ? ପଣ୍ଡିତଗଣ, ଦାର୍ଶନିକ, ରାଜା ମହାରାଜା, ମୁନି ଋଷି। ଉତ୍ତର ହେବ ମୁନି ଋଷି। ନରମା ରାଷ୍ଟ୍ରର ବିଶେଷ ଲକ୍ଷଣ କ'ଣ? ରାଷ୍ଟ୍ରର ଲୋକଙ୍କ ନମ୍ର ଭାବ, ଏକଛତ୍ର ରାଷ୍ଟ୍ର, ସାମାଜିକ ଶୃଙ୍ଖଳାର ଅଭାବ, ସମାନ ନୀତି। ଉତ୍ତର ହେବ ସାମାଜିକ ଶୃଙ୍ଖଳାର ଅଭାବ।
ଠାକୁରଙ୍କୁ ଲୋକେ ପ୍ରତ୍ୟକ୍ଷ ଦେବତା ବୋଲି କାହିଁକି କହିଲେ? କଦଳୀ ଚୋରି କରୁଥିବା ଲକ୍ଷ୍ମୀ ମରିଯିବାରୁ, ସମସ୍ତଙ୍କ ସ୍ୱପ୍ନ ହେବାରୁ, ମନ୍ଦିରରେ ସୁନା ଗହଣା ମିଳିବାରୁ, ଠାକୁର ସମସ୍ତଙ୍କୁ ଆଶୀର୍ବାଦ କରିବାରୁ। ଉତ୍ତର ହେବ କଦଳୀ ଚୋରି କରୁଥିବା ଲକ୍ଷ୍ମୀ ମରିଯିବାରୁ। ଚିର ବିପ୍ଳବୀ ବୋଲି କବି କାହାକୁ ସମ୍ବୋଧନ କରିଛନ୍ତି? କଲମ, ଅସି, ବନ୍ଧୁକ, ପୁସ୍ତକ। ଉତ୍ତର ହେବ କଲମ। କଲମକୁ କ'ଣ କରିବା ପାଇଁ କବି ଆହ୍ୱାନ କରିଛନ୍ତି? ମଡ଼ା ଜାତିକୁ ଜାଗ୍ରତ କରିବା ପାଇଁ, ଅନେକ ପୁସ୍ତକ ଲେଖିବା ପାଇଁ, ସୁନ୍ଦର ଅକ୍ଷରରେ ଲେଖିବା ପାଇଁ, ମଡ଼ା ଜାତିକୁ ଅଣଦେଖା କରିବା ପାଇଁ। ଉତ୍ତର ହେବ ମଡ଼ା ଜାତିକୁ ଜାଗ୍ରତ କରିବା ପାଇଁ। ମଣିଷ କେଉଁଥିପାଇଁ ଜନ୍ମ ଲାଭ କରିନାହିଁ ବୋଲି କବି କହିଛନ୍ତି? ଅହିଂସା ପୋଷଣ କରିବାକୁ, ଖେଳକୁଦ କରିବାକୁ, ସର୍ବଦା ପୂଜାର୍ଚ୍ଚନା କରିବାକୁ, ଝୁରି ମରିବାକୁ, ବୁଡ଼ି ମରିବାକୁ। ଉତ୍ତର ହେବ ଝୁରି ମରିବାକୁ, ବୁଡ଼ି ମରିବାକୁ। ଗୋପବନ୍ଧୁଙ୍କ ପ୍ରାଣଠାରୁ ପ୍ରିୟ କ'ଣ ଥିଲା ବୋଲି କବି କହିଛନ୍ତି? ପାଣି, ମାଟି, ପୋଖରୀ, ପରିବାର। ଉତ୍ତର ହେବ ମାଟି। ମହାତ୍ମା ଗାନ୍ଧୀଙ୍କ ସକଳ କର୍ମର ମୂଳଭିତ୍ତି କ'ଣ ଥିଲା? ଏକତା, କର୍ମ, ଧର୍ମ, ସତ୍ୟ ଓ ଅହିଂସା। ଉତ୍ତର ହେବ ସତ୍ୟ ଓ ଅହିଂସା। ଜନ୍ମାନ୍ଧ ବିଗ୍ରହ ବାକ୍ୟଟି କ'ଣ ହେବ? ଜନ୍ମରୁ ଅନ୍ଧ, ଜନ୍ମବେଳେ ଅନ୍ଧ, ଜନ୍ମ ସହିତ ଅନ୍ଧ, ଜନ୍ମ ଓ ଅନ୍ଧ। ଉତ୍ତର ହେବ ଜନ୍ମରୁ ଅନ୍ଧ। ନୀଳକଇଁ ଏହା କେଉଁ ପ୍ରକାର ସମାସ ଅଟେ? ତତ୍ପୁରୁଷ ସମାସ, ଦ୍ୱନ୍ଦ୍ୱ ସମାସ, କର୍ମଧାରୟ ସମାସ, ବହୁବ୍ରୀହି ସମାସ। ଉତ୍ତର ହେବ କର୍ମଧାରୟ ସମାସ। ନୀଳକଣ୍ଠ ଏହା କେଉଁ ପ୍ରକାର ସମାସ ଅଟେ? ତତ୍ପୁରୁଷ ସମାସ, ଦ୍ୱନ୍ଦ୍ୱ ସମାସ, ଦ୍ୱିଗୁ ସମାସ, ବହୁବ୍ରୀହି ସମାସ। ଉତ୍ତର ହେବ ବହୁବ୍ରୀହି ସମାସ। ବିଗତ ହେଉଛି ପତ୍ନୀ ଯାହାର, ଏହାର ସମସ୍ତ ପଦ କ'ଣ ହେବ? ବିପତ୍ନିକ, ବିପତ୍ନୀ, ବିପତ୍ନୀ, ପତ୍ନୀକ। ଉତ୍ତର ହେବ ବିପତ୍ନୀକ। ରାଜହଂସ ବ୍ୟାସ ବାକ୍ୟ କ'ଣ ହେବ? ହଂସମାନଙ୍କର ରାଜା, ରାଜାଙ୍କର ହଂସ, ରାଜା ଓ ହଂସ, ହଂସ ଓ ରାଜା। ଉତ୍ତର ହେବ ହଂସମାନଙ୍କର ରାଜା। କନ୍ୟା ରତ୍ନ କେଉଁ ସମାସ ଅଟେ? ଉପମାନ କର୍ମଧାରୟ, ଉପମିତ କର୍ମଧାରୟ, ରୂପକ କର୍ମଧାରୟ, ତତ୍ପୁରୁଷ। ଉତ୍ତର ହେବ ରୂପକ କର୍ମଧାରୟ ସମାସ। ପାଇକବଧୂ ତା ସ୍ୱାମୀର ବକ୍ଷ ଦେଶରେ କ'ଣ ଲମ୍ବାଇ ଦେଉଥିଲା? ତୁଳସୀର ମାଳା, କର୍ପୂର ମାଳା, କୁସୁମର ମାଳା, ମନ୍ଦାରର ମାଳା। ଉତ୍ତର ହେବ ମନ୍ଦାରର ମାଳା। ଯିବା ପାଇଁ ହେବ ବୀର ଏଠାରେ ପାଇକବଧୂ ବୀର ବୋଲି କାହାକୁ ସମ୍ବୋଧନ କରିଛି? ସୈନିକକୁ, ପାଇକ ଜାତିକୁ, ରାଜାଙ୍କୁ, ତାର ସ୍ୱାମୀକୁ। ଉତ୍ତର ହେବ ତାର ସ୍ୱାମୀକୁ। ସ୍ୱାମୀଙ୍କ ହାତରେ କ'ଣ ଦେଖିବାକୁ ପାଇକବଧୂ ଆଶା କରେ? ବିଜୟ କେତନ, ଶତ୍ରୁର ପତାକା, ସ୍ୱର୍ଣ୍ଣାଳଙ୍କାର, ଗୋଲାପ ଫୁଲ। ଉତ୍ତର ହେବ ବିଜୟ କେତନ। ବକ୍ଷରେ କ'ଣ ଭରି ଯୁଦ୍ଧକ୍ଷେତ୍ରକୁ ଯିବା ପାଇଁ ଖଣ୍ଡାଦେବଧୂ ତାର ସ୍ୱାମୀକୁ କହିଛି? ଅନଳ, ଅନିଳ, ସଲିଳ, ବୁଧ। ଉତ୍ତର ହେବ ଅନଳ। କେଉଁମାନେ ଯୋଡ଼ା ଯୋଡ଼ା ହୋଇ ବୁଲୁଛନ୍ତି? ଅଶ୍ୱକୂଳ, ଗଜକୂଳ, ଶୃଗାଳକୂଳ, ସ୍ୱାପଦକୂଳ। ଉତ୍ତର ହେବ ସ୍ୱାପଦକୂଳ। କିଏ ବୁହାଶୁଣି ଝିଅ ବୋହୂଙ୍କୁ ଆସି ଖଜଣା ମାଗୁଥିଲା? ଫିରିଙ୍ଗିମାନେ, ପିଆଦା, ଚପରାସୀ, ଚକରା। ଉତ୍ତର ହେବ ଚକରା। ଭେଣ୍ଡାମାନେ କେଉଁ ଗଛ ମୂଳେ ପହଞ୍ଚି ସିନ୍ଦୁର ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ? ଅଶ୍ୱତ୍ଥ ଗଛ, ଆମ୍ବ ଗଛ, କେନ୍ଦୁ ଗଛ, ବାହୁତି ବରଗଛ। ଉତ୍ତର ହେବ ବାହୁତି ବରଗଛ। ମାଣିତ୍ରୀ ଗଳରେ କାହାକୁ ସମସ୍ତେ ଦେବତା ପରି ମାନନ୍ତି? ପାଇକରାୟଙ୍କୁ, ରାଜଗୁରୁଙ୍କୁ, ଦଳବେହେରାଙ୍କୁ, ବକ୍ସିଙ୍କୁ। ଉତ୍ତର ହେବ ଦଳବେହେରାଙ୍କୁ। ଫିରିଙ୍ଗିମାନେ କାହାକୁ ଘୋଡ଼ା କରଡ଼ାରେ ବାଡ଼େଇଥିଲେ? ବୁଢ଼ୀକୁ, କେତକୀକୁ, ବୁଢ଼ୀର ନାତୁଣୀକୁ, ରତନୀକୁ। ଉତ୍ତର ହେବ ବୁଢ଼ୀର ନାତୁଣୀକୁ। ବୀରମାଟି ବୁକୁ ତଳେ କ'ଣ ଧରି ପଡ଼ି ରହିଛି? ରାଜାଙ୍କ ଶାସନ, ଅତୀତ ସଂସ୍କାର, ଲକ୍ଷ ବୀରଗାଥା, ଲୋକଙ୍କ ଦୁଃଖ। ଉତ୍ତର ହେବ ଲକ୍ଷ ବୀରଗାଥା। ଦୃଶ୍ ଯୁକ୍ତ ଡ୍ୟାସ୍ ସମାନ ଦର୍ଶନ। ଉତ୍ତର ହେବ ଅନ ପ୍ରତ୍ୟୟଟି ବ୍ୟବହାର ହେଇଛି। ଦୃଶ୍ ଯୁକ୍ତ ଅନ ସମାନ ଦର୍ଶନ ହୋଇଥାଏ। ଜ୍ୟେଷ୍ଠ ଏହାର ମୂଳ ଶବ୍ଦଟି କ'ଣ? ବୃଦ୍ଧ ହେଲା ଏହାର ମୂଳ ଶବ୍ଦ। ଜାଣିବାର ଇଚ୍ଛା ଏକ ପଦରେ ପ୍ରକାଶ କର। ଲିପ୍ସା, ଜିଗୀଷା, ଚିକିତ୍ସା, ଜିଜ୍ଞାସା। ଉତ୍ତର ହେବ ଜାଣିବାର ଇଚ୍ଛା, ଜିଜ୍ଞାସା। ପାଶବ ଏଠାରେ କେଉଁ ପ୍ରତ ବ୍ୟବହାର ହୋଇଛି? ପଶୁଯୁକ୍ତ ଅ ପାଶବ ହୋଇଥାଏ, ତେଣୁ ଅ ହେଲା ଏଠି ସଠିକ ଉତ୍ତର। ଅପ୍ରତ ବ୍ୟବହାର ହୋଇଛି। କବି କାହାକୁ ଲୁହାର ଫୌଜ ବୋଲି ଅଭିହିତ କରିଛନ୍ତି? ଶତ୍ରୁ ସୈନ୍ୟଙ୍କୁ, ସାହସୀ ସୈନିକମାନଙ୍କୁ, ବିଶାଳ ସେନାବାହିନୀକୁ, କଳକାରଖାନାର ଲୌହ ନିର୍ମିତ ଯନ୍ତ୍ର ସମୂହକୁ। ଏ ହେଲା ସଠିକ ଉତ୍ତର। କଳକାରଖାନାର ଲୌହ ନିର୍ମିତ ଯନ୍ତ୍ର। କାହାର ମନ ମତାଣିଆ ଗନ୍ଧ ମାନବ ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରି ପାରୁନାହିଁ? ପୋକ ଧାନର, ପୁଷ୍ପରାଜିର, ଅତରର, ଉପବନର। ଉତ୍ତର ହେବ ପୋକ ଧାନର। କବି କାହାକୁ ପୌଷ ମାସର ଅମ୍ଳ ବୋଲି ବର୍ଣ୍ଣନା କରିଛନ୍ତି? ପୁଷ୍ପରସ, ଫଳରସ, ଆଖୁରସ, ତାଳରସ। ଉତ୍ତର ହେବ ଆଖୁରସ। ତୈଳାରେ କାହାର ଦୃଶ୍ୟ ତାରା ଫୁଟିବାର ପରି ପ୍ରତୀୟମାନ ହୁଏ? ଫୁଲ ଫୁଟିବା, କପା ଫୁଟିବା, ସୋରିଷ ଫୁଟିବା, ବାଣ ଫୁଟିବା। ଉତ୍ତର ହେବ କପା ଫୁଟିବା। ମଣିଷର ସନ୍ତକ ଭାବରେ କବି କାହାକୁ ବିବେଚନା କରିଛନ୍ତି? କ୍ଷେତକୁ, ଯନ୍ତ୍ରକୁ, ଲଙ୍ଗଳକୁ, ଗୋଷ୍ଠକୁ। ଉତ୍ତର ହେବ ଲଙ୍ଗଳକୁ। ସୋଶାଲିଷ୍ଟ ମାନେ କାହାର ବିରୋଧୀ? ସମୂହ ସ୍ୱାର୍ଥର, ଜନମଙ୍ଗଳର, ବ୍ୟକ୍ତିଗତ ସମ୍ପତ୍ତିର, ପ୍ରଜାତନ୍ତ୍ରର। ଉତ୍ତର ହେବ ବ୍ୟକ୍ତିଗତ ସମ୍ପତ୍ତିର।
सोशलिस्ट माने काहा विरोध में संग्राम करुछंती अभाव शासन सामाजिक प्रथा सामाजिक अन्याय उत्तर हम सामाजिक अन्याय जनकादि महापुरुष माने केउथिरे सिद्धि लाभ करुछंती संयम कर्म शासन योग उत्तर हम कर्म राजा विश्वामित्र काहाकू नेबाकू आदेश देले धन संपत्ति बहिपत्र कामधेनु ऋषि पत्नी उत्तर हम कामधेनु काहा बल विश्वामित्र सैन्य बल समूल विनाश है मंत्र बल तंत्र बल मंत्रकुश बल साधना बल उत्तर हम मंत्रकुश बल कॉलेज छात्र माने लैबोरेटरी रे काहाकू खंड खंड कर काटती साप को बेंग को झिटिपिटी को मूषा को उत्तर हम बेंग को मनुष्य काहाकू हेगान मन कर सबल को दुर्बल को निर्बल को शक्तिशाली को उत्तर हम दुर्बल को सुमित्रा देवी को भगवान क्यों जंजाल मुक्त कर हरेन्द्र कहते घर बुझा चाकरी करवा पिला छुआ जंजाल नेत्री हेबा उत्तर हम पिला छुआ जंजाल शेष प्रश्न पिला माने विमल बाबू पाद कहीं कटकट होता जता फटा थी जता को चापी चापी भिड़ी थी जता पिंधि न कंटा माड़ी थी उत्तर हम जता चापी चापी भिड़ी थी ये थिला पिला माने 100टी गुरुत्वपूर्ण एमसीक्यू प्रश्न भल लाइक करदब केमती लागला कमेंट जनइब चैनल को नुआ आसी सब्सक्राइब करदब पुणी देखा पिला माने आउ एक वीडियो को शेष पर्यंत देखिथिबार समस्त को बहुत बहुत धन्यवाद।